ସ୍ତ୍ରୀ କେବେ କହେନା ସେ କେତେ ଥକି ଯାଇଛି, କିନ୍ତୁ ରାତିରେ ସଭିଙ୍କୁ ଶୁଆଇ ଶେଷରେ ନିଜକୁ ଭୁଲିଯାଏ। ସ୍ୱାମୀ କେବେ କହେନି ସେ କେତେ ଚାପରେ ଅଛି, କିନ୍ତୁ ସକାଳେ ହସ ହସ ମୁହଁରେ ବାହାରିଯାଏ କର୍ମକ୍ଷେତ୍ରକୁ। ସେମାନେ ଦୁହେଁ ନିଜ ଯନ୍ତ୍ରଣା ଲୁଚାଇ ଏକାଠି ରହିବାକୁ ଶିଖି ନେଇଛନ୍ତି। ପ୍ରେମ ମାନେ ସବୁବେଳେ ହାତ ଧରି ରହିବା ନୁହେଁ, କେବେ କେବେ ନୀରବତାକୁ ମଧ୍ୟ ସାଥୀ କରିନେବା। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଅପମାନ ସହିକରି ଅଲଗା ହେବା, ସମ୍ପର୍କକୁ ଭାଙ୍ଗିଦେବା କିଏ ବି କରିପାରେ, କିନ୍ତୁ ଅପମାନ ସହିକି ବି ସମ୍ପର୍କକୁ ଧରିକି ରଖିବା ପାଇଁ ମଣିଷର ମନ ବଡ଼ ହେବା ଦରକାର। ଅହଙ୍କାରରେ ସଜ୍ଜିତ ଜଣେ ମହିଳା ସୁନ୍ଦର ହୋଇପାରେ, କିନ୍ତୁ ବିଶ୍ୱାସ ଏବଂ ତ୍ୟାଗରେ ସଜ୍ଜିତ ଜଣେ ମହିଳା ପୂଜା ପାଇବାର ଯୋଗ୍ୟ। ନିଜ ସ୍ତ୍ରୀକୁ ଖୁସିରେ ରଖ। ସ୍ୱାମୀଙ୍କ ପାଖରେ ଟଙ୍କା ପଇସା ଥିଲେ ସ୍ତ୍ରୀ ଖୁସିରେ ରୁହେନି, ବରଂ ସ୍ତ୍ରୀ ସବୁବେଳେ ଖୁସିରେ ରହିଲେ ହିଁ ସ୍ୱାମୀଙ୍କ ପାଖକୁ ଟଙ୍କା ଆସେ। ସ୍ତ୍ରୀର ସନ୍ତୋଷ ହିଁ ସ୍ୱାମୀର ସଫଳତାର ସବୁଠୁ ମୁଖ୍ୟ ଅସଲି ଚାବିକାଠି। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଟଙ୍କା ସମ୍ପର୍କରେ କିଛି ନିୟମ ଆସନ୍ତୁ ଜାଣିବା। ପଇସା କମେଇବା ଯେତିକି ଜରୁରୀ ତାଠାରୁ ଅଧିକ ତାକୁ ସମ୍ଭାଳିବା। ବିନା ପ୍ଲାନିଂରେ ଖର୍ଚ୍ଚ କରିବେ ନାହିଁ, ଗରିବ ହେବାକୁ ବେଳ ଲାଗେନି। EMIରେ କିଛି କିଣି ଖୁସି ତ ହେବେ, କିନ୍ତୁ ସ୍ୱାଧୀନତା ନଷ୍ଟ ହୁଏ। ଯଦି ଆଜି ସେଭିଂ କରୁନାହାନ୍ତି ତ କାଲି ଭଲ ଲାଇଫଷ୍ଟାଇଲରେ ବଞ୍ଚିପାରିବେ ନାହିଁ। ଆଜିର ଛୋଟ ଛୋଟ ଖରାପ ହାବିଟ୍ରେ ପରେ ପଶ୍ଚାତାପ କରିବାକୁ ପଡ଼ିବ। ଇନଭେଷ୍ଟମେଣ୍ଟସ୍ ଲଙ୍ଗ୍ ଟାଇମ୍ରେ କଲେ ତା ପାଇଁ ଧୈର୍ଯ୍ୟ ଦରକାର। ଅନୁଭୂତି। ହସିବାକୁ ଚେଷ୍ଟା କର, ଦୁନିଆ ହସାଇବ ନାହିଁ। ଲୁହ ପୋଛିବାକୁ ନିଜେ ହାତ ବଢ଼ାଅ, କେହି ଆସିବେ ନାହିଁ। ଜୀବନଟା ତୁମର, ରାସ୍ତା ବି ତୁମକୁ ବାଛିବାକୁ ହେବ। ଯଦି ଆଜି ନିଜକୁ ଗଢ଼ିବ ନାହିଁ ତେବେ କାଲି କେହି ପଚାରିବେ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ସେହି ଶିକ୍ଷା ପ୍ରକୃତ ଶିକ୍ଷା ଯାହା ଚରିତ୍ର ଗଠନ କରେ। କେବଳ ପାଠ ପଢ଼ିବା ଯଥେଷ୍ଟ ନୁହେଁ, ମଣିଷ ପଣିଆ ଶିଖିବା ଜରୁରୀ। ଅଧିକ ପାଠ ପଢ଼ିଥିଲେ ତାହାର ମୂଲ୍ୟ ବି କିଛି ନଥାଏ ଯଦି ଆପଣଙ୍କ ପାଖରେ ମଣିଷ ପଣିଆ ନଥାଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।